ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ଚନ୍ଦିମାଲ ଗ୍ରାମ ପଞ୍ଚାୟତର ଲସା ଗ୍ରାମକୁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ନିଶାମୁକ୍ତ କରିବାରେ ସଫଳ ହେବା ପରେ ଏହାର ପ୍ରଭାବ ପଞ୍ଚାୟତ ମହକୁମା ଚାନ୍ଦିମାଲରେ ଦେଖିବାକୁ ମିଳିଛି। ଏଥିପାଇଁ ଚାନ୍ଦିମାଲ ଗାଁ ମଝିରେ ଅଭିଯାନର ଅବିଭକ୍ତ ସମ୍ବଲପୁର ଜିଲ୍ଲା ସଭାପତି ସୁଭାଷ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ପୂର୍ବ ସରପଞ୍ଚ ଜୟକିଶୋର ମହାପାତ୍ର, ପୂର୍ବ ସମିତି ସଭ୍ୟ ହୀରାଧର ପ୍ରଧାନ, ମିତ୍ରଭାନୁ ପ୍ରଧାନ, ସୁରୁମଣି ସୁନାନୀ, ଅବସରପ୍ରାପ୍ତ ଶିକ୍ଷକ ଦିଲ୍ଲୀପ ପାଣିଗ୍ରାହୀ, ୱାର୍ଡ ସଭ୍ୟଦ୍ୱୟ ନୟନୀ ସୋହେଲା ଓ ରଞ୍ଜିତା ମାଝୀ, ଗ୍ରାମ୍ୟ କମିଟି ସଭାପତି ଅମିୟ କୁମାର ନାୟକ ପ୍ରମୁଖ ଭାଷଣ ଦେଇ ଜନସଚେତନତା ସୃଷ୍ଟି କରିଥିଲେ। ଏହାପରେ ନିଜେ ନିଶା ନ ଖାଇବା ଓ ନିଶାଗ୍ରସ୍ତଙ୍କୁ ନିଶାରୁ ଦୂରେଇ ରଖିବା ପାଇଁ ମହାତ୍ମା ଗାନ୍ଧୀ ଓ ଡକ୍ଟର ଆମ୍ବେଦକରଙ୍କ ନାମରେ ଉପସ୍ଥିତ ଶତାଧିକ ମହିଳା ଏବଂ ଗ୍ରାମବାସୀମାନେ ଶପଥ ପାଠ କରି ଜନସଚେତନତା ପାଇଁ ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମ ସ୍ତରରେ ଗଠିତ ନିଶା ନିବାରଣ ଅଭିଯାନର କର୍ମକର୍ତ୍ତା ଭାବରେ ପଦ୍ମିନୀ ମହାନନ୍ଦ ସଭାପତି, ଯାଜ୍ଞସିନୀ ସେଠ ଉପସଭାପତି, ଚାନ୍ଦନୀ ଜୟପୁରିଆ ସମ୍ପାଦକ ଓ ନମିତା ଧନ ସହସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ଏଥିପାଇଁ ଗଠିତ ଉପଦେଷ୍ଟା କମିଟିରେ ଅନିଲ ପଟେଲ, ସୁଶୀଲ ମିଶ୍ର, ଦିଲ୍ଲୀପ ପାଣିଗ୍ରାହୀ, ବିଜୟ ମାଝୀ, ପ୍ରହ୍ଲାଦ ସୁନାନୀ, ଅନନ୍ତ କଂସାରୀ ମନୋନୀତ ହେବା ସହ 20 ଜଣ ମଧ୍ୟ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଥିଲେ। ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରା କରିବା ପରେ ଗ୍ରାମ୍ୟ କମିଟି ସଭାପତି ଅମିୟ ନାୟକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।